ମୁଁ ସବୁବେଳେ ତା ଭଲ ଚିନ୍ତା କରିଛି, ହେଲେ ତାର ବୋଧେ ମୋ ଉପରେ ଭରସା ପାଉନି। ସବୁବେଳେ ସବୁ ସମୟରେ ସେ ମୋ ସହ ଏମିତି ଖେଳି ଚାଲିଛି। ତା ଲୁହ ଦେଖିପାରେ ନା ବୋଲି ତା ଖୁସି ପାଇଁ ମୁଁ ସବୁବେଳେ ସବୁ ପ୍ରକାର ଚେଷ୍ଟା କରିଛି, ହେଲେ ସେ ମୋତେ ତା ଖୁସିଠୁ ଅଧିକ ବେଶୀ ଦୁଃଖ ଦେଇ ଚାଲିଛି। ବୋଧେ ମୋ ଭଲ ପାଇବାରେ କୋଉଠି କମଜୋର ରହିଯାଇଛି। ସମସ୍ତେ ତା ମୋ ସମ୍ପର୍କକୁ ନେଇ ଚର୍ଚ୍ଚା କଲେ ବାଧ୍ୟ ହୋଇ ସେ ଦୂରେଇ ଯାଇଛି। ଆଉ ସେ ଯେବେଠୁ ଦୂରେଇ ଯାଇଛି ମୋ ଉପରେ ଭରସା ସେବେଠୁ ତାର ବୋଧେ ତୁଟି ଯାଇଛି। ସେ ମୋତେ ଏବେ ଭୁଲି ବହୁତ ଭଲ ଭାବରେ ରହିପାରୁଛି। ମୁଁ ଖାଲି ଯାହା ତା ପାଇଁ ଚିନ୍ତା କରି କରି ଜୀବନ କାଟୁଛି। ସେ କେମିତି ଭଲରେ ରହିବ, ସେ କେମିତି ଆଗକୁ ବଢ଼ିବ ସେ କଥା ସିନା ମୁଁ ଭାବୁଛି, କିନ୍ତୁ ସେ ଭାବୁଛି ଇଏ ପୁଣି କାହିଁକି ମୋ ଜୀବନ ଭିତରକୁ ଆସିଲା କେଜାଣି ଭାରି ମୋତେ ହଇରାଣ କରୁଛି। ଜାଣିଥିଲି ସମ୍ପର୍କର ସୂତାଟା ଛିଡ଼ିଗଲା ପରେ ଯେତେ ଯୋଡ଼ିଲେ ବି ଗଣ୍ଠି ରୁହେ। ସେଇଟା ଆଜି ସେ ପ୍ରମାଣ କରି ଦେଖାଇ ଦେଇଥିଲା, ଯେଉଁଟା କେବେ ତାଠୁ ଆଶା ନଥିଲା। ସବୁ ସମ୍ପର୍କ ସେମିତି ନୁହେଁ ବୋଲି ଭାବୁଥିଲି। ଆମ ସମ୍ପର୍କର ସୂତା ଛିଡ଼ିଗଲା ପରେ ବି ଯୋଡ଼ି ହେବାକୁ ଯେଉଁ ଗଣ୍ଠି ପଡ଼ିବ ସେ ଆହୁରି ମଜବୁତ ହେବ ବୋଲି ମୁଁ ଭାବିଥିଲି। ହେଲେ ସେ ଗଣ୍ଠିଟା ଏତେ କମଜୋର ବୋଲି ମୁଁ ଏବେ ଜାଣିଲି। ଯାହା ଶୁଣିଥିଲି ଠିକ୍ ଶୁଣିଥିଲି। ସେ କେବେ ମୋର ଆଉ ନିଜର ହେବ ବୋଲି ଆଶା ଛାଡ଼ି ଦେଇଥିଲି। ମୋର ସବୁ କଥାରେ ତା ଭରସା ଯେମିତି କେଉଁ ଏକ ଗଳିରେ ଲୁଚି ଯାଇଥିଲା ଭଳିଆ ଲାଗୁଥିଲା। ମୋର ସବୁ ଚେଷ୍ଟା ବିଫଳ ହେବା ପରେ ସବୁ ଆଶା ମୁଁ ଛାଡ଼ି ଦେଇଥିଲି। ଏବେ ନୀରବ ହୋଇ ବସି ପଡ଼ିଛି। ତାକୁ ଭୁଲିବାକୁ ଚେଷ୍ଟା କରିବାକୁ ଅନେକ ଥର ତାକୁ ସବୁଥିରୁ ବ୍ଲକ୍ ବି କରିଛି, ହେଲେ କେଜାଣି କାହିଁକି ବେଶୀ ସମୟ ପର୍ଯ୍ୟନ୍ତ ତାକୁ ମୁଁ ବ୍ଲକ୍ କରିପାରିନି। କିଛି ସମୟ ପରେ ତାକୁ ଅନବ୍ଲକ୍ କରିବାକୁ ମୋ ମନ ବାରମ୍ବାର ମୋ ଆଙ୍ଗୁଳିକୁ ବାଧ୍ୟ କରିଛି। ପୁଣି ମୋବାଇଲ ଉଠେଇଛି ଆଉ ତାକୁ ଅନବ୍ଲକ୍ ବି କରିଦେଇଛି। ହେଲେ ସେ ମୋ ଭାବନାକୁ ଆଗ ଭଳି ବୋଧେ ଆଉ ବୁଝିବାକୁ ଚାହୁଁନି। କେମିତି ତାକୁ ଭୁଲିବି ନିଜେ ଜାଣିପାରୁନି। ବୋଧେ ଭଗବାନ ମୋତେ ସେ ଶକ୍ତି ଦେବାକୁ ଚାହୁଁନାହାନ୍ତି। ହେଲେ ଏମିତି କଷ୍ଟ ଯନ୍ତ୍ରଣା ପାଇ ଲାଭ କ'ଣ ସେ କଥା ବି ବୁଝିପାରୁନି। କିଏ କହିଲା ବୁଝିପାରୁନି? ସବୁ ବୁଝୁଛି, ସବୁ ଜାଣୁଛି, ହେଲେ ଜାଣି ଶୁଣି ପୁଣି ତା କଥା ମନେ ପକେଇ ଆଖିରୁ ଲୁହ ଝରଉଛି। ସେ ମୋ ଲୁହକୁ ସବୁବେଳେ ଅଣଦେଖା କରି ଭାରି ଖୁସିରେ ଅଛି। ତାର ସବୁ କଥା ଭିତରେ ଯନ୍ତ୍ରଣା ଲୁଚି ରହିଛି, ହେଲେ ସେ ଯନ୍ତ୍ରଣାକୁ ସହି ତା ପାଇଁ ସବୁ କରିବାକୁ ମୁଁ ଚେଷ୍ଟା କରୁଛି। କିନ୍ତୁ ସେ ଏମିତି କାହିଁକି କରୁଛି ମୁଁ ଜାଣିପାରୁନି ପ୍ରତାପ ଭାଇ। କିଛି ସମୟର ନୀରବତା, ଆଉ ସେ ନୀରବତାର କାରଣ ଥିଲା ଆଖିର ଲୁହଗୁଡ଼ା ଯେତେବେଳେ ବାହାରକୁ ଆସୁଥିଲା ତା କଣ୍ଠଟା ବାଷ୍ପରୁଦ୍ଧ ହୋଇଯାଉଥିଲା। ଲୁହ ପୋଛିଲା ଗଳାକୁ ଠିକ୍ କରି ପୁଣି କହିବାକୁ ଲାଗିଲା, ପ୍ରତାପ ଭାଇ ସବୁକିଛି ଭୁଲି ଯାଇଛି, ହେଲେ କାହିଁକି ତାକୁ ଭୁଲି ପାରୁନି ସେ କଥା ଜାଣି ହେଉନି। ଥରେ ନୁହେଁ ବାରମ୍ବାର ତା ପାଇଁ ଅନେକ ଥର ଯନ୍ତ୍ରଣା ସହିବା ପରେ ବି ସେ ମୋ ମନ ଭିତରୁ ଜମା ବି ବାହାରି ପାରୁନି। ସେ ମୋ ହୃଦୟ ଭିତରେ ପ୍ରତିଟି ସ୍ପନ୍ଦନରେ ଯେମିତି ଧକ୍ ଧକ୍ ହେଉଛି। ଅନେକ ଥର ତାକୁ ମୋ ହୃଦୟ ଭିତରୁ ବାହାର କରିବାକୁ ଚେଷ୍ଟା କରି ନିଜେ ସିନା ଯନ୍ତ୍ରଣା ପାଉଛି, ହେଲେ ଗୋଟେ ମୁହୂର୍ତ୍ତ ପାଇଁ ତାକୁ ବାହାର କରିବା ଯେମିତି ସମ୍ଭବ ହେଉନି ଭାଇ। ତଥାପି ସେ ମୋତେ କେବଳ ଯନ୍ତ୍ରଣା ଦେବା ଛଡ଼ା ଆଉ ଯେମିତି କିଛି ଦେଉନି। ସେ କ'ଣ ମୋତେ ସବୁଦିନ ଦୂରେଇ ଦେବାକୁ ମୋ ସହ ଏମିତି କରୁଛି, ନା ଅନ୍ୟ କିଛି କଥା ତା ମନ ଭିତରେ ଅଛି ଜାଣିପାରୁନି ଭାଇ। ମୁଁ ଉତ୍ତର କ'ଣ ଦେବି ଜାଣିପାରୁନଥିଲି। ତଥାପି କହିଲି, ସେ ତମକୁ ଭଲ ପାଉଛି କି ନାହିଁ ମୁଁ ତ ଜାଣିନି, ତା ମନ ଭିତରେ ତମେ ଅଛ କି ନାହିଁ ସେ କଥା ବି ଜାଣିନି, କିନ୍ତୁ ସେ ତମକୁ ଦୂରେଇ ଦେବାକୁ ଚାହୁଁନି ଏଇଟା ସତ। କିନ୍ତୁ କିଛି ଏମିତି ପରିସ୍ଥିତି ଥିବ ଯେଉଁଥିପାଇଁ ସେ ତମ ସହ ସମ୍ପର୍କ ରଖିବାକୁ ଚାହୁଁନି। ହେଲେ ମୋ କଥା ତାକୁ କେତେ ଭଲ ଲାଗିଲା ମୋତେ ଜଣା ନାହିଁ ଆଜ୍ଞା। ସେ କିନ୍ତୁ ଖାଲି କାନ୍ଦି କାନ୍ଦି ଫୋନ୍ଟା କାଟି ଦେଇଥିଲା। ଇଏ କଥା ଥିଲା ଅଭୟ ନାମକ ଜଣେ ଯୁବକର। ସେ ଯାହା ବିଷୟରେ କହୁଥିଲା ତାହା ସହ ତାର କ'ଣ ସମ୍ପର୍କ ଥିଲା, କାହିଁକି ତା ସହ ସମ୍ପର୍କ ଭାଙ୍ଗିଲା, ପୁଣି କେମିତି ଯୋଡ଼ି ହେଲା, କିଛି କହିବା ପୂର୍ବରୁ ଫୋନ୍ଟା କାଟି ଦେଇଥିଲା। ଆପଣ ଏ କାହାଣୀ ଶୁଣିଲା ପରେ ଆପଣଙ୍କୁ କ'ଣ ଲାଗୁଛି? ସେ ଯାହା ବିଷୟରେ କହୁଥିଲା ତାହା ସହ ତାର ସମ୍ପର୍କ କ'ଣ ଥିଲା? କମେଣ୍ଟ କରି ନିଶ୍ଚୟ ଜଣାଇବେ ଆଜ୍ଞା। ଆଉ ଏ ଯୁବକର ହୃଦୟରୁ ବାହାରିଥିବା କେଇ ପଦ କଥା କେମିତି ଲାଗିଲା କମେଣ୍ଟ କରି ଜଣାଇବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।